ବୁଣା କରିସାରିଲ ନା ଆମେ ଏବେ କେଉଁ କୋଉଠି ଯିବା ରାମେଶ୍ୱରମ ଯୋଉ 22ଟା କୁଣ୍ଡ ନା ୟେସ୍ ସେ ଦିଗ ଅଛି ହେରା ଅଛି ଉତ୍ତର ଦିଗରେ। ଉତ୍ତର ଦିଗରେ 22ଟା କୁଣ୍ଡ ଅଛି ସେଠି ଗାଧେଇବା ଗାଧେଇକି ଆସିସାରିଲେ ପୁଣି ଡ୍ରେସ୍ କରିକି ଯିବା ରାମେଶ୍ୱରମକୁ ଦର୍ଶନ କରିବା ପାଇଁ ଚାଲ ଯିବା। ହ୍ୟାଲୋ ଫ୍ରେଣ୍ଡସ୍, ତ ସକାଳ 6ଟାରେ ଆମେ ବାହାରିଲୁ ରାମନାଥ ସ୍ୱାମୀ ମନ୍ଦିରରେ ଥିବା 22ଟି ପବିତ୍ର ତୀର୍ଥକୁଣ୍ଡରେ ସ୍ନାନ କରିବା ପାଇଁ। ଏହି 22ଟି କୁଣ୍ଡର ପାଣିର ରଙ୍ଗ, ସ୍ୱାଦ ଆଉ ତାପମାତ୍ରା ସବୁ ଅଲଗା ଅଲଗା। ତ ସ୍ୱାଦ ତ ମୁଁ ଟେଷ୍ଟ କରୁଛି କାରଣ ଗାଧେଇଲା ବେଳେ ପାଟିକୁ ଯେଉଁ ପାଣି ଆସେ ଟେଷ୍ଟ ତ ମୋତେ ଅଲଗା ଅଲଗା ଲାଗିଲା। ରଙ୍ଗ ତାପମାତ୍ରା କହିପାରିନି କିନ୍ତୁ ସ୍ୱାଦ ତ ଟେଷ୍ଟ ତ ନିହାତି ପୁରା ଅଲଗା ଥିଲା। ତ ପୁରାଣରେ କୁହାଯାଇଛି ଏହି 22ଟି କୁଣ୍ଡରେ ସ୍ନାନ କଲେ ଅତ୍ୟନ୍ତ ପୁଣ୍ୟ କାର୍ଯ୍ୟ ହୋଇଥାଏ। ଏମିତି କଲେ ପାପ ହରଣ ମଧ୍ୟ ହୋଇଥାଏ ବୋଲି କୁହାଯାଇଛି। ରାମାୟଣ ଅନୁଯାୟୀ ଭଗବାନ ରାମ ଏଠାରେ ଶିବଙ୍କୁ ପୂଜା କରିଥିଲେ, ସେଥିପାଇଁ ଏହି ମନ୍ଦିର ନାମ ରାମେଶ୍ୱରମ ହେଇଛି। କାହିଁକିନା ଭଗବାନ ରାମ ଯେତେବେଳେ ଲଙ୍କାରୁ ସୀତାକୁ ଉଦ୍ଧାର କରି ଫେରିଥିଲେ ସେ ଶିବଙ୍କର ପୂଜା କରିଥିଲେ। କାହିଁକିନା ରାବଣ ଥିଲେ ଶିବଙ୍କର ଭକ୍ତ, ତେଣୁ ତାଙ୍କୁ ଯେହେତୁ ରାମ ବଧ କରିଥିଲେ ପ୍ରାୟଶ୍ଚିତ ନିମନ୍ତେ ସେ ରାମେଶ୍ୱରମରେ ଶିବଲିଙ୍ଗ ସ୍ଥାପନ କରିଥିଲେ। ଏହି ରାମେଶ୍ୱରମ ହେଉଛି 22ଟି ଜ୍ୟୋତିର୍ଲିଙ୍ଗ ସ୍ଥଳୀ ମଧ୍ୟରୁ ଗୋଟିଏ ପବିତ୍ର ଜ୍ୟୋତିର୍ଲିଙ୍ଗ। ଆଉ ଚାରିଧାମ ଯେଉଁ ତୀର୍ଥସ୍ଥାନ ଅଛି ଚାରିଧାମ ତା ମଧ୍ୟରେ ମଧ୍ୟ ଏହା ଗୋଟେ ପବିତ୍ର ମନ୍ଦିର। ପରିବେଶ ଭିତରେ ତ ଘଣ୍ଟି ଧ୍ୱନି ଓ ମନ୍ତ୍ରପାଠ ପୁରା ବହୁତ ଆଧ୍ୟାତ୍ମିକ ପରିବେଶ ପୁରା ସୃଷ୍ଟି କରୁଥିଲା। ଭକ୍ତମାନେ ମଧ୍ୟ ବହୁତ ଶାନ୍ତି ଆଉ ସନ୍ତୁଷ୍ଟି ଲାଭ କରୁଥିଲେ। ମୁଁ ତ ବହୁତ ମନ୍ଦିରର କାରୁକାର୍ଯ୍ୟ ଦେଖିକି ତ ମୁଁ ତ ଏତେ ଖୁସି ହେଇଥିଲି। ଆଉ ମନ୍ଦିର ଯେଉଁ ପରିବେଶ ଭିତରେ ପଶିଗଲା ପରେ ଯେଉଁ ଶାନ୍ତି ଭଗବାନଙ୍କ ପାଖରେ ହିଁ ମିଳିଥାଏ। ତ ଏହି ମନ୍ଦିର ଦୀର୍ଘତମ ଯେଉଁ କରିଡୋର ଯେଉଁ ମେନ୍ ଗେଟ୍ ମାନେ ପୁରା ସାରା ବିଶ୍ୱରେ ସବୁଠାରୁ ବଡ଼ 12 ଫୁଟର ବୋଧେ, ବହୁତ ବଡ଼ ଆଉ ବହୁତ ପ୍ରସିଦ୍ଧ ମଧ୍ୟ। ଆଉ ଏଠି ମୋତେ ପାଖାପାଖି ବହୁତ ଏଠି ଦର୍ଶନୀୟ ସ୍ଥାନ ଅଛି। 4-5ଟା ମୁଁ ବି ଯାହା ଶୁଣିଛି। ତ ସେଠିକି ପୁଣି ଆମେ କାଲିକି ଯିବା ବୁଲିବା ପାଇଁ। ତ ନେକ୍ସଟ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲଟିକୁ ଫଲୋ ଆଉ ସବସ୍କ୍ରାଇବ୍ ନିହାତି କରିଦେବେ। ଜୟ ରାମେଶ୍ୱରମ୍।